ଏହି ସବୁ ଜିନିଷ ଦାନ କଲେ ସବୁ ପ୍ରକାରର ଦୁର୍ଭାଗ୍ୟ ହୋଇଥାଏ ଦୂର। ବନ୍ଧୁଗଣ, ବାସ୍ତୁଶାସ୍ତ୍ର ଅନୁସାରେ ଏପରି ଅନେକ ଉପାୟ ବିଷୟରେ କୁହାଯାଇଛି ଯାହାକି ଆମ ଜୀବନକୁ ପରିବର୍ତ୍ତିତ କରିବା ଦିଗରେ କାର୍ଯ୍ୟକାରୀ ହୋଇପାରିବ। ସାଧାରଣତଃ ଘରେ ବୟସ୍କ ଲୋକମାନେ ଅନେକ କଥା ଶିଖାଇଥାନ୍ତି ଯାହାଦ୍ୱାରା ଆମ ଜୀବନକୁ କୌଣସି ସମସ୍ୟା ଆସିବ ନାହିଁ। ଆଜିକାର ଭିଡିଓରେ ଆପଣଙ୍କୁ ବାସ୍ତୁଶାସ୍ତ୍ର ଅନୁସାରେ କିଛି ଏପରି ଉପାୟ ବିଷୟରେ କହିବାକୁ ଯାଉଛି ଯାହା କରିବା ଦ୍ୱାରା ଆପଣଙ୍କ ଦୁର୍ଭାଗ୍ୟ ରହିବ ନାହିଁ। ବନ୍ଧୁଗଣ, ଶିବ ମହାପୁରାଣରେ କିଛି ଏପରି ବସ୍ତୁ ବର୍ଣ୍ଣିତ ଅଛି ଯାହାକୁ ଯଦି ଜଣେ ବ୍ୟକ୍ତି ଦାନ କରେ ତେବେ କିପରି ବି ଦୁର୍ଭାଗ୍ୟ ଥାଉ ତାହା ଦୂର ହୋଇଯିବ। ମନୁଷ୍ୟ ଯେତେ ବଡ଼ ସମସ୍ୟାରେ ରହିଥାଉ ନା କାହିଁକି ସେ ଯଦି ମହାଦେବଙ୍କ ପୂଜା ପାଠ କରେ ତେବେ ତାର ସବୁ ସମସ୍ୟା ଦୂର ହୋଇଯାଏ। ଯଦି ଆପଣ ସୋମବାର ଦିନ ଶିବ ଲିଙ୍ଗ ପାଖରେ ବସି ନିଜର କିଛି ବି ସମସ୍ୟା ବିଷୟରେ ଭଗବାନ ଶିବଙ୍କୁ ଜଣାନ୍ତି ତେବେ ଆପଣଙ୍କର ଯାହା ବି ସମସ୍ୟା ଥିବ ତାହା ଦୂର ହୋଇଯିବ। ତେଣୁ ସେହି 6ଟି ଦାନ ଯୋଗ୍ୟ ବସ୍ତୁ ଯାହାକି ଶିବ ମହାପୁରାଣରେ ବର୍ଣ୍ଣିତ ହୋଇଛି ତାହା ଜାଣିବା ପାଇଁ ଭିଡିଓଟିକୁ ନିଶ୍ଚୟ ଦେଖନ୍ତୁ। ତେବେ ଆଉ କାଳ ବିଳମ୍ବ ନକରି ଚାଲନ୍ତୁ ସେହି ବିଷୟରେ ଜାଣିବା। ଭିଡିଓଟିକୁ ମୂଳରୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। କର୍ଣ୍ଣ, ରାଜା ହରିଶ୍ଚନ୍ଦ୍ର ଏବଂ ଦଧିଚିଙ୍କ ଦାନ ଧର୍ମ ବିଷୟରେ ତ ଆପଣମାନେ ନିଶ୍ଚୟ ଜାଣିଥିବେ। ଯେଉଁମାନେ ନିଜର ସର୍ବସ୍ୱ ଦାନ ମଧ୍ୟ କରିଦେଇଥିଲେ। କିନ୍ତୁ ମନେ ରଖନ୍ତୁ ନିଜର ଶକ୍ତି ଏବଂ ସାମର୍ଥ୍ୟ ଅନୁସାରେ ହିଁ ଦାନ କରିବା ଉଚିତ। ଯଦି ଆପଣ ଶିବଙ୍କ ଆରାଧନା କରି କୌଣସି ବି ଜିନିଷ ଦାନ କରନ୍ତି ତେବେ ଆପଣଙ୍କୁ ତାହା ଦ୍ୱିଗୁଣା ହୋଇ ମିଳିଥାଏ। 1. ଲୁଣ ଦାନ କରିବା ଦ୍ୱାରା ମଣିଷର ପ୍ରତ୍ୟକ୍ଷ କିମ୍ବା ଅପ୍ରତ୍ୟକ୍ଷ କୌଣସି ପ୍ରକାରର ସମସ୍ୟା ଦୂରେଇଯାଏ। ତେଣୁ ସୋମବାର ଦିନ ଲୁଣ ଦାନ କଲେ ଆପଣଙ୍କ ସମସ୍ୟା କିମ୍ବା ଦାରିଦ୍ର୍ୟତା ଦୂର ହୋଇଯିବ। ମନେ ରଖନ୍ତୁ ହାତରେ କେବେ ବି ଲୁଣ ଦାନ କରନ୍ତୁ ନାହିଁ। 2. ଗୁଡ଼ ଦାନ କରିବା ମଧ୍ୟ ଖୁବ୍ ଲାଭ ଦେଇଥାଏ। ସୋମବାର ଦିନ ଗୁଡ଼ ଦାନ କଲେ ସମ୍ପର୍କରେ ମଧୁରତା ଆସିଥାଏ। ପୁଣି ତାହା ଯେଉଁ ପ୍ରକାରର ସମ୍ପର୍କ ହୋଇଥାଉ ନା କାହିଁକି। ପୁଣି ଯଦି ଆପଣ କୌଣସି ରୋଗରେ ପୀଡ଼ିତ ହୋଇଥାନ୍ତି ତେବେ ମଧ୍ୟ ସେହି ସମସ୍ୟା ଦୂର ହୋଇଯିବ ଏବଂ ଆପଣଙ୍କ ଦୁର୍ଭାଗ୍ୟ ଭାଗ୍ୟରେ ପରିଣତ ହୋଇଯିବ। ଏହା ବ୍ୟତୀତ ଗୁଡ଼ ଏବଂ ରୋଟି ଗାଈକୁ ଦାନ କଲେ ମଧ୍ୟ ସମ୍ପର୍କରେ ମଧୁରତା ଆସିଥାଏ। 3. ତେଲ, ଯଦି ଆପଣ ଶନିବାର ଦିନ ତେଲ ଦାନ କରନ୍ତି ତେବେ ଆପଣଙ୍କର ଆତ୍ମବିଶ୍ୱାସ ବୃଦ୍ଧି ହୋଇଥାଏ। ଅନେକ ଲୋକ ଏପରି ଅଛନ୍ତି ଯେଉଁମାନଙ୍କର ସାମର୍ଥ୍ୟ ଥିଲେ ବି ଆତ୍ମବିଶ୍ୱାସର ଅଭାବ ଥାଏ। ତେଣୁ ତେଲ ଦାନ କରିଲେ ଏହି ସମସ୍ୟା ଦୂରେଇଯାଏ। 4. ଘିଅ ଦାନ କଲେ ସବୁ ପ୍ରକାରର ରୋଗ ଦୂରେଇଯାଏ। ଯଦି କୌଣସି ବ୍ୟକ୍ତି କୌଣସି ବି ରୋଗରେ ପୀଡ଼ିତ ଅଛନ୍ତି ତେବେ ତାଙ୍କ ହାତରେ ଘିଅ ସ୍ପର୍ଶ କରାଇ ତାହାକୁ ଅନ୍ୟକୁ ଦାନ କରିଦିଅନ୍ତୁ। ଏହାଦ୍ୱାରା ରୋଗ ଭଲ ହୋଇଯାଏ। ଯଦି ଆପଣ ଶୁଦ୍ଧ ଗାଈ ଘିଅ ଦାନ କରୁଛନ୍ତି ତେବେ ଏହା ଭଲ ଫଳପ୍ରଦ ହୋଇଥାଏ। ମହାଦେବଙ୍କୁ ଘିଅ ଚଢ଼ାଇଲେ ମଧ୍ୟ ଆପଣଙ୍କ ସମସ୍ୟା ଏବଂ ରୋଗ ଦୂର ହୋଇଯିବ। 5. ଶସ୍ୟ, ଯଦି ଆପଣ ନିଷ୍ଠାର ସହିତ କୌଣସି ଶୁଭ କାର୍ଯ୍ୟ କିମ୍ବା ଅନ୍ୟ ପ୍ରତି ସପ୍ତାହ ଶସ୍ୟ ଦାନ କରନ୍ତି ତେବେ ମାତା ଲକ୍ଷ୍ମୀଙ୍କ ଆଶୀର୍ବାଦ ପ୍ରାପ୍ତ ହୋଇଥାଏ। ଆପଣଙ୍କ ଭଣ୍ଡାର କେବେ ଖାଲି ହୁଏ ନାହିଁ। ଏହା ସହିତ ଘର ଧନ ଧାନ୍ୟରେ ମଧ୍ୟ ପୂରିଯିବ। ତେଣୁ ଆପଣ ପ୍ରତ୍ୟେକ ସୋମବାର ଶସ୍ୟ ଏବଂ ପ୍ରତ୍ୟେକ ଶନିବାର ତେଲ ଦାନ କରନ୍ତୁ ଯାହାଦ୍ୱାରା ଆପଣଙ୍କ ଖ୍ୟାତି ବଢ଼ିବ। ଏହା ସହିତ ଦୁର୍ଭାଗ୍ୟ ମଧ୍ୟ ଭାଗ୍ୟରେ ପରିଣତ ହୋଇଯିବ।
बंधुगण भिडियोटी भल लागिले भिडियो को गोटिए लाइक एवं आमर सत्य गाइडर यूट्यूब चैनल को सब्सक्राइब करने को भूलिबेनी। धन्यवाद। जय महादेव।